ଏହି ପବିତ୍ର ଜୋରନ୍ଦା ମେଳା କାହିଁକି ଓ କିପରି ପାଳନ କରାଯାଏ, ଆଜି ଆସନ୍ତୁ ଜାଣିବା ତାହାର ବିଶେଷତ୍ୱ। ନମସ୍କାର, ମୁଁ ପ୍ରଭାତ ଜିକେ ଓଡ଼ିଶା ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଶା କରୁଛି ଆପଣମାନେ ଭଲରେ ଥିବେ। ମୋ ତରଫରୁ ଆପଣମାନଙ୍କୁ ଏହି ପବିତ୍ର ଜୋରନ୍ଦା ମେଳାରେ ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ। ତା ସହିତ ଯଦି ଆପଣ ମୋ ଫେସବୁକ୍ ଦେଖୁଛନ୍ତି ଚ୍ୟାନେଲକୁ ଫଲୋ କରନ୍ତୁ, ଆଉ ଯଦି ୟୁଟ୍ୟୁବ ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ଫଳରେ ମୁଁ ଅପଲୋଡ଼ କରୁଥିବା ସମସ୍ତ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ଏବେ ଚାଲନ୍ତୁ ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା। ଗୁରୁ ମହିମା ଅଲେଖ। ଢେଙ୍କାନାଳ ଜିଲ୍ଲାର ଜୋରନ୍ଦା ମଠରେ ଏହି ଜୋରନ୍ଦା ମେଳା ବିଶ୍ୱ ପ୍ରସିଦ୍ଧ। ଏହି ଦିନ ଏଠାକୁ ହଜାର ହଜାର ଭକ୍ତମାନେ ଆସିଥାନ୍ତି। ଏଠାରେ ବୁଡ଼ ପକାଇ ଜୋରନ୍ଦା ମଠ ପରିଦର୍ଶନ କରି ନିଜକୁ ସାନ୍ନିଧ୍ୟ ଲାଭ କରିଥାନ୍ତି। ମାଘ ଶୁକ୍ଳ ଚତୁର୍ଦ୍ଦଶୀରେ ଏହି ଜୋରନ୍ଦା ମେଳା ଅନୁଷ୍ଠିତ ହୋଇଥାଏ। କେହି କେହି ଏହାକୁ ମାଘ ମେଳା ମଧ୍ୟ କହିଥାନ୍ତି। ମହିମା ସ୍ୱାମୀ ସମାଜର କଲ୍ୟାଣ ପାଇଁ 1874 ମସିହାରେ ଜୋରନ୍ଦାଠାରେ 18ଟି ଟୁଙ୍ଗି ଓ ଜୋରନ୍ଦା ମେଳା ଆରମ୍ଭ କରିଥିଲେ। ଜନକଲ୍ୟାଣ ନିମନ୍ତେ ଏହି ମେଳାରେ ଅଖଣ୍ଡ ଧ୍ୱନି ଓ ଝାଡ଼ଦୀପ ମଧ୍ୟ କରାଯାଇଥାଏ। ଏହି ଦିନ ଜୋରନ୍ଦା ମଠର ଚାରିଦ୍ୱାରରେ ଅଖଣ୍ଡ ଧ୍ୱନି ଓ ଝାଡ଼ଦୀପ ଲଗାଯାଇଥାଏ। ଏହି ମନ୍ଦିରର ପ୍ରବେଶ ପଥରେ ପ୍ରଥମେ ଅଖଣ୍ଡ ଜ୍ୟୋତି ମନ୍ଦିରରେ ଦର୍ଶନ କରି ପରେ ମନ୍ଦିରକୁ ପ୍ରବେଶ କରାଯାଏ। କୁହାଯାଏ ଯେ ଏଠାକୁ ଆସୁଥିବା ଭକ୍ତମାନେ ପ୍ରଥମେ ବେଢ଼ା ପରିକ୍ରମା କରି ସାନ୍ନିଧ୍ୟ ଲାଭ କରନ୍ତି। ଏହି ମେଳା ଯେତେ ଦିନ ଚାଲିଥାଏ ଏଠାରେ ଅଖଣ୍ଡ ଜ୍ୟୋତି ଓ ଝାଡ଼ବତୀ ଲାଗିଥାଏ। ଜଗତର କଲ୍ୟାଣ ନିମନ୍ତେ ଏହି ଅଖଣ୍ଡ ଜ୍ୟୋତି ଓ ଝାଡ଼ଦୀପ କରାଯାଏ। ଏହି ଦିନ ଭକ୍ତ ଓ ଭଗବାନଙ୍କର ସମାବେଶରେ ଚଳଚଞ୍ଚଳ ହୋଇ ଉଠେ ଏହି ଜୋରନ୍ଦା ମଠ। ଏହି ଦିନ ଏଠାକୁ ଲକ୍ଷ ଲକ୍ଷ ଭକ୍ତ ଓ ସାଧୁସନ୍ଥମାନେ ଦର୍ଶନ ନିମନ୍ତେ କାହିଁ କେତେ ଦୂର ଆସିଥାନ୍ତି। ଏହି ଦିନ ପ୍ରାତଃ ସମୟରୁ ମନ୍ଦିରର ଚାରିଦ୍ୱାର ଖୋଲା ଯାଇଥାଏ ଓ ଅଗୁର, ଚନ୍ଦନ ଓ ଗଙ୍ଗାଜଳ ଛିଞ୍ଚି ଏହି ସ୍ଥାନକୁ ପବିତ୍ର କରାଯାଏ। ପରେ ପରେ ଏହି ସ୍ଥାନର ମହିମା ଗାଦିର ସାଧୁସନ୍ଥମାନେ ଠାକୁରଙ୍କ ଆରାଧନା କରିଥାନ୍ତି। ନୀତି ନିୟମ ଅନୁସାରେ ସକାଳ ଓ ଦ୍ୱିପହର ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ଠାକୁରଙ୍କ ପାଖରେ ଅଖଣ୍ଡ ଧ୍ୱନି ପ୍ରଚଳନ ହୋଇଥାଏ। ଏଠାକୁ ଲକ୍ଷ ଲକ୍ଷ ଭକ୍ତ ଆସୁଥିବାରୁ ପ୍ରଶାସନ ପକ୍ଷରୁ ସୁଚାରୁ ରୂପେ କାର୍ଯ୍ୟକଳାପ କରାଯାଇଥାଏ। ଏହି ଜୋରନ୍ଦା ମେଳାକୁ ଓଡ଼ିଶା ସମେତ ବିଦେଶୀ ଭକ୍ତମାନେ ମଧ୍ୟ ଆସିଥାନ୍ତି। ଏହି ଜୋରନ୍ଦା ଗାଦିରେ ବକଳଧାରୀ ସାଧୁସନ୍ଥମାନେ ଆହୁତି କାର୍ଯ୍ୟ କରିଥାନ୍ତି। ଏଠାରେ ଧ୍ୱନି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ଓ ଶୂନ୍ୟ ମନ୍ଦିରରେ ଅଖଣ୍ଡ ଧ୍ୱନି ଲାଗିଥାଏ। ଏଠାରେ ମଧ୍ୟ 21 ହାତିଆ ଏକ ଟୁଙ୍ଗି ମନ୍ଦିର ଅଛି ଓ ସେଠାରେ ମଧ୍ୟ ଅଖଣ୍ଡ ଧ୍ୱନି ଲଗାଯାଇଥାଏ। ବିଶ୍ୱାସ କରାଯାଏ ଯେ ଯେଉଁ ଭକ୍ତମାନେ ମାନସିକ କରିଥାନ୍ତି ସେମାନେ ଯଜ୍ଞରେ ଲାଗୁଥିବା ଘିଅ ଦାନ କରନ୍ତି। ସମାଜର କଲ୍ୟାଣ ଓ ଫସଲ ନିମନ୍ତେ ଏହି ଅଖଣ୍ଡ ଧ୍ୱନି ହୋଇଥାଏ ବୋଲି ମନୋବିତ୍ ମାନେ କହିଥାନ୍ତି। ଏହି ଅଖଣ୍ଡ ଧ୍ୱନିରୁ ସଂଗୃହୀତ ପାଉଁଶକୁ ବ୍ରହ୍ମ ବିଭୂତି କୁହାଯାଏ ଏବଂ ଏହାକୁ
ଭକ୍ତମାନେ ଲଗାଇଥାନ୍ତି। ଘଣ୍ଟ ନାଦ କୀର୍ତ୍ତନରେ କମ୍ପି ଉଠେ ଏହି ଜୋରନ୍ଦା ମଠ। ଏହି ଅଖଣ୍ଡ ଧ୍ୱନିରୁ ଦୁନିଆ ଆଲୋକିତ ହୁଏ ବୋଲି ମହିମା ଭକ୍ତମାନେ ବିଶ୍ୱାସ କରନ୍ତି। ଏହା ହିଁ ଥିଲା ଜୋରନ୍ଦା ମେଳାର ସମ୍ପୂର୍ଣ୍ଣ ବିବରଣୀ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓ ଭଲ ଲାଗିଛି ନିଶ୍ଚୟ ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ରହୁଛି, ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ଜୟ ମହିମା ଅଲେଖ।